ଝୁମ୍ପୁରା ବ୍ଲକ ବଡ଼ନେଉଳି ପଞ୍ଚାୟତର ପୋଡ଼ାସିମିଳା ଗ୍ରାମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ମାଟି ମା ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାଟି ମା ପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ମାଟି ମା ପୂଜନ ଜିଲ୍ଲା ସଂଯୋଜକ କାହ୍ନୁଚରଣ ମହାନ୍ତ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ କେଶବ ମହାନ୍ତ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଝୁମ୍ପୁରା ବ୍ଲକ କାର୍ଯ୍ୟକାରିଣୀ ସଦସ୍ୟ ଗଦାଧର ମହାନ୍ତ ଯୋଗଦାନ କରିଥିଲେ। ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଜୈବିକ ଉପାୟରେ ମାଟିର ଉର୍ବରତା ବୃଦ୍ଧି କରିବା ବ୍ୟାକ୍ଟେରିଆ ଯୁକ୍ତ ଜମି ପ୍ରସ୍ତୁତ କରି ଚାଷ କଲେ ପ୍ରଚୁର ପରିମାଣର ଫସଲ ହୋଇଥାଏ ବୋଲି କହିଥିଲେ। ମାଟି ମା କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ବଳରାମ ମହାନ୍ତ, ଦୋଳଚନ୍ଦ୍ର ପରିଡା, ନଟବର ପରିଡା, କପିଳ ଚନ୍ଦ୍ର ପରିଡା। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକରୁ ଜେଥୁରାମ ମହାକୁଳଙ୍କ ରିପୋର୍ଟ, ବୈତରଣୀ ଖବର।